ସ୍ତ୍ରୀ କୁ ମାରି ସ୍ୱାମୀ ବିରାଡ଼ି ବୈଷ୍ଣବ 2 ଦିନ ପରେ ବି ପୋଲିସ ନୀରବ। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତା ମହିଳାଙ୍କ ଶବ ଉଦ୍ଧାର ହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଞ୍ଚାୟତ ବାଲିମି ଥାନାର ନୂଆପଡ଼ା ଗ୍ରାମର ନିରଞ୍ଜନ ସାହୁ ଆଜକୁ 14 ବର୍ଷ ତଳେ କଟକ ଜିଲ୍ଲାର ତିଗିରିଆ ଥାନା ବାଲିପଟଣା ଗ୍ରାମର ନମିତା ସାହୁ ବୟସ 40କୁ ବୈଦିକ ରୀତିରେ ବିବାହ କରିଥିଲେ। ମାତ୍ର ପାରିବାରିକ ଝଗଡ଼ା ଅଶାନ୍ତି ସଦାସର୍ବଦା ଲାଗି ରହୁଥିଲେ ବି ସ୍ୱାମୀ ସ୍ତ୍ରୀ ଏକତ୍ର ଚଳୁଥିଲେ। ଗତକାଲି କୌଣସି କାରଣରୁ ପାରିବାରିକ ଅଶାନ୍ତିକୁ ନେଇ ଗତକାଲି ସନ୍ଧ୍ୟାରେ ନମିତା ସାହୁ ନିଜ ଶୋଇବା ଘରେ ସିଲିଂ ଫ୍ୟାନ୍ରେ ଦଉଡ଼ିରେ ଫାଶୀ ଦେଇ ଝୁଲି ପଡ଼ିଥିଲେ ବୋଲି ଶାଶୁଘର ସୂତ୍ରରୁ ପ୍ରକାଶ ଏବଂ ନମିତାଙ୍କ ବାପଘର ଲୋକ ଆଜି ଆସି ବାଲିମି ଥାନାରେ ଲିଖିତ ଅଭିଯୋଗ କରିବା ପରେ ସକାଳୁ ବାଲିମି ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇ ଦେଇ ବାଲିମି ଥାନା କେସ୍ ନମ୍ବର 154/24ରେ ମାମଲା ରୁଜୁ କରିଛନ୍ତି। ଏଥିସହ ବାଲିମି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ମିଳିତ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବାଲିମି ପୋଲିସ ସୂତ୍ରରୁ ପ୍ରକାଶ। ଏପଟେ ମୃତ ନମିତାଙ୍କ ବାପାଘର ପରିବାର ଏହା ହତ୍ୟା କରାଯାଇଥିବା ସନ୍ଦେହରେ ପ୍ରକାଶ କରି ଥାନାରେ ଅଭିଯୋଗ କରିଥିବା ବେଳେ ନମିତା ସାହୁଙ୍କ ମୃତ୍ୟୁକୁ ନେଇ ନାନା ଗୁଜବ ଉଠୁଛି। ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ସଠିକ୍ ପୋଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ରହସ୍ୟ ଓ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସ୍ଥାନୀୟ ଗ୍ରାମବାସୀ ଆଶା ରଖିଛନ୍ତି। ଏହି ହତ୍ୟା ପଛରେ ବଡ଼ ବଡ଼ ଲୋକଙ୍କ ହାତ ଥିବା ଜଣାପଡ଼ିଛି। ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। उठ आगु उठ मो बाटू जे